ଆମେ ହଇରାଣ କରିବା ନାହିଁ। ସେ ଆସିଲେ ବି ସୁଦ୍ଧା ଆମେ ସତର୍କତା ରହିବା, ତାଙ୍କୁ ଆମେ ଗୋଡ଼େଇବା ନାହିଁ, ତାଙ୍କୁ ଚିଲେଇବା ନାହିଁ, ଯାହାଦ୍ୱାରା କି ସେମାନେ ଆମର କୌଣସି କ୍ଷତି କରିବେନି। ସେମାନେ ଆସିବେ ତାଙ୍କ ରାସ୍ତାରେ ଯିବେ। ଆମେ ଯେଉଁ ତାଙ୍କୁ ଗୋଡ଼ଉଛନ୍ତି, ତାଙ୍କୁ ଚିଲଉଛନ୍ତି, ବାଣ ଫୁଟାଉଛନ୍ତି ଏବଂ ସେମାନେ ବିରକ୍ତ ହେଉଛନ୍ତି, ଯାହାଦ୍ୱାରା କି ସେମାନେ ଆମକୁ ଗୋଡ଼ଉଛନ୍ତି। ଆମେ ଯଦି ତାଙ୍କୁ ଦେଖି ଆମ ସୁରକ୍ଷିତ ସ୍ଥାନକୁ ପଳାଇଯିବା, ଆମ ଘର ଭିତରେ ଆମେ ରହିବା, ଆମ ବାଡ଼ିଘର ଦେଇ ଆସିକି ଯିବ। ଆମେ ମୁଁ ସିନା ଯଦି ଘରୁ ବାହାରିବି ସେ ସିନା ମୋତେ କ'ଣ କରିବ, ମୁଁ ଘର ଭିତରେ ଥିଲେ ସେ କ'ଣ କରିବ। ମୋର ଗୋଟେ ଅଭିଜ୍ଞତା ଅଛି। ମୁଁ ଥରେ ଏଇଠୁ ଅଫିସରୁ ଆସିଛି, ସେଇଦିନ ହିଁ ରଜ ସଂକ୍ରାନ୍ତି ଦିନକୁ ମୁଁ ଘରକୁ ଆସିଛି। ମୁଁ ଦୁଇଟା ପଣସ ନେଇକରି ଆସିଥିଲି ଭଉଣୀ ଘରୁ। ପଣସ ବି ପାଚିଛି, ଏଇଟା ମୋର ଅଙ୍ଗେଲିବା କଥା। ମୁଁ ଘରୁ ଆସି ଘରେ ରହିଛି, ଠିକ୍ 12ଟା ବେଳେ ବାଟ ଦିଆହେଇକି ମୋତେ ଏକ ମିଳିଲା, ମୁଁ ଛିଡ଼ା ହେଲି। ଏକ ଆସିକି ଛିଡ଼ା ହେଲି, ଲାଇଟ୍ ଘର ଭିତରେ ରହିଛି, କିନ୍ତୁ ମୋ ଘର ପାଖରେ ହାତୀ ଏମିତି ମୋ ଘର ଆଗଆଡ଼େ ଛିଡ଼ା ହେଇଛି। ମୋତେ କେମିତି ଗୋଟେ ଲାଗିଲା, ମୁଁ ଆସିଲି ଚୁପଚାପ ମୋର ଘର ଭିତରେ ସବୁ ଲାଇଟ୍ ଲିଭେଇ ଦେଇକି ଝରକା ବାଟେ ଦେଖୁଛି। ମିସେସ୍କୁ ଉଠେଇଲି, ସେ ଯଦି ଚିଲେଇବ ତାହେଲେ ବି ଅସୁବିଧା ହେବ, ଏବଂ ମୁଁ ଚୁପଚାପ ରହିଲି। ପ୍ରଥମେ ଭାବିଲି ଏଇଟା ଷଣ୍ଢଟା ହୁଏ, କିନ୍ତୁ ଏତେ ବଡ଼ ଷଣ୍ଢ। ମୁଁ ଚୁପଚାପ ରହିଲା ପରେ କିଛି ସମୟ ପରେ ମୋର ବାଡ଼ିପଟ ଯେଉଁଟା ଇଏ ସେଇପଟେ ହାତୀ ଛିଡ଼ା ହେଲା। କିଛି ସମୟ ମୁଁ ତା ଫ୍ରଣ୍ଟରେ ଅଛି, ସେ ଦୌଟା ଭାଙ୍ଗିଥାନ୍ତା, ମୋତେ ମାଧ୍ୟମରେ କ'ଣ କିଛି କରିବି। ଆସିଲା ଦାଣ୍ଡ ପଟେ ଆସିଲି, ସେ ଟିକେ ଛିଡ଼ା ହେଲା, ମୋ ବାଡ଼ ଭାଙ୍ଗିକି ରାସ୍ତା ଗଲା। ସେ ମିସେସ୍କୁ ଉଠେଇଲି, ଦେଖେ ସେଇଟା ହାତୀଟା, କିନ୍ତୁ ବଡ଼ ହାତୀଟା ଦନ୍ତା ହାତୀଟା, ଏଇ ଗାଁରେ ବି ସେ ସବୁବେଳେ ରହେ। ସେ ହାତୀଟା ବହୁତ ଆମର ଉପକାର କରେ, କୌଣସି ଅସୁବିଧା କରୁନି। ଆମ ଗାଁରେ ଚୋରି ଡକାୟତି ଏସବୁ କିଛି ନାହିଁ, କେବଳ ତାହାରି ନୁହେଁ। କହିବାକୁ ଗଲେ ସେ ଆମର ସିକ୍ୟୁରିଟି ଭଳିଆ ଆମର କାମ କରେ। ତେଣୁ ସେ ଆମ ସାଥୀ, ସେ ଆମର ଶତ୍ରୁ ନୁହେଁ। ଏଇଟା ହେଉଛି ମୋର ଅଙ୍ଗେଲିବା କଥା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଚ୍ଛା ମଉସା, ଏପଟେ ମଉସା ନିଅନ୍ତୁ, କ'ଣ ଶିଖିଲେ କୁହନ୍ତୁ। ଆଜ୍ଞା ଏଇଠି ମଝିକି ଆସନ୍ତୁ ମଉସା। ହଁ କୁହନ୍ତୁ, ଏବେ ନାଟକ ଦେଖିକି କ'ଣ ଶିଖିଲେ? ହାତୀ ଆମର ସାଥୀ। ଆଜ୍ଞା। ହାତୀ ରହିଲେ ଆମର ଜଙ୍ଗଲ ରହିବ। ହାତୀ ଦ୍ୱାରା ଆମର ବହୁତ ସୁରକ୍ଷିତ ରହୁଛି। ଆମ ଏରିଆରେ 5-10 ବର୍ଷ ପୂର୍ବରୁ ବହୁତ ଚୋରି ଡକାୟତ ଏସବୁ ହେଉଥିଲା। ଆଚ୍ଛା। ହାତୀ ରହିବା ଦିନ ଠାରୁ, ବୁଲିବା ଦିନ ଠାରୁ ଚୋରି ଡକାୟତ ପ୍ରକୃତି କିଛି ପ୍ରଭାବ ପଡ଼ୁନାହିଁ। ତେଣୁ ହାତୀ ବହୁତ ଆମ ପାଇଁ ସାହାଯ୍ୟ ଦେଇପାରୁଛି। ଗୋଟେ ଜୋରଦାର ତାଳି ହେଇଯାଉ। ଆପଣଙ୍କ ଅଞ୍ଚଳର ଗୋଟେ ବହୁତ ବଢ଼ିଆ କଥାଟା କହିଲେ। ଆଉ କ'ଣ କହିବେ କୁହନ୍ତୁ। ହାତୀକୁ ମୁଁ ବହୁତ ଭଲ ପାଏ। ହାତୀ ଦେଖିଲେ ମୁଁ ଯେଉଁଟା ଭାବନା କରେ ହୁଏ। ଆଜ୍ଞା ଆଜ୍ଞା। ହାତ ବଢ଼େଇ ହାତୀ ଆସିଗଲେ ଭାବୁଛନ୍ତି ସେ ଛାଡ଼ିଯାଆନ୍ତି। ଆଚ୍ଛା ଆଜ୍ଞା। ଆଉ ହାତୀ ସେ କେବେ ଶତ୍ରୁ ନୁହେଁ। ହାତୀ ଯଦି ତମେ ନିଜେ ଖରାପ ରହିବ, ସେ ନିଜକୁ ଖରାପ ବୁଝିବେ। ଠିକ୍ ଅଛି ମଉସା, ବହୁତ ବହୁତ ଧନ୍ୟବାଦ। ହଉ ମଉସା, ବହୁତ ବହୁତ ଧନ୍ୟବାଦ। ଆଉ କିଛି ଶିଖିଛନ୍ତି ମାନେ ନାଟକ ଦେଖିକି? ଆଉ କିଛି କହିବାକୁ ଚାହୁଁଛନ୍ତି? ନାଟକ ଆଉ କ'ଣ ହବା ଦରକାର ଏବେ ଯେଉଁ ଦେଖିଲେ? ଭଲ ଲାଗିଲା ତ? ଆମ କଳାକାର ମାନେ ଭଲ କଲେ, ବହୁତ ବଢ଼ିଆ ଲାଗିଲା। ଆଚ୍ଛା ହଉ, ବହୁତ ବହୁତ ଧନ୍ୟବାଦ ମଉସା।